ଆରେ ଗୀତା ଶୁଣୁଛ? ଆରେ ଗୋଟେ ଗ୍ଲାସ ପାଣି ଦେଲ। ରୁହ ଆଣି ଦଉଛି। ଏ ଆରେ କେତେବେଳେ ତ ମନା କରିଦିଅ। ଆରେ କୁହ ଯେ ନିଜେ ଯାଇକି ପାଣି ପିଇ ଦିଅ ବୋଲି। ଆରେ ତମେ ଗୋଟେ କାମ କରୁଥିଲ ନା। କଣ ପାଇଁ ମନା କରିଦେବି? ଏଇଟା ହଉଛି ମୋ କର୍ତ୍ତବ୍ୟ। ତମେ ହଉଛ ମୋ ସ୍ଵାମୀ। ଆରେ ସ୍ଵାମୀଙ୍କ ଇଚ୍ଛା ପୂରଣ କରିବା ସେଇଟା ହଉଛି ମୋ କର୍ତ୍ତବ୍ୟ। ମୁଁ ତ ସେଇ କଥା କହୁଛି। ଆରେ ମୋର ତ ପୁଣି ତମ ପ୍ରତି କିଛି କର୍ତ୍ତବ୍ୟ ଅଛି ନା। ଆରେ ତୁମେ ବାହା ହେଇକି ଏଇ ଘରକୁ ଆସିଥିଲ। ଗୋଟେ ଝିଅ କେତେ ସ୍ୱପ୍ନ ଧରିକି ଘରକୁ ଆସେ, କିନ୍ତୁ ମୁଁ ତମକୁ ଆଜି ପର୍ଯ୍ୟନ୍ତ ଖାଲି କଷ୍ଟ ଆଉ ଦୁଃଖ ବ୍ୟତୀତ ତମକୁ ମୁଁ ଆଉ କିଛି ବି ଦେଇପାରିଲିନି। ତମେ ଆଜି ପର୍ଯ୍ୟନ୍ତ ଘରର ଦାୟିତ୍ୱ ନଉଛ, ବାପା ମାଙ୍କର ସେବା କରୁଛ, ପିଲାମାନଙ୍କର ସେବା କରୁଛ, ତା ସହିତ ମୋର ସୁଖ ଦୁଃଖରେ ଭାଗି ହେଇକି ମୋ ପାଖରେ ଛିଡା ହଉଛ। ଆରେ ତମେ ମତେ ଯାହା ଦେଇଛ ସେଇଟା ସବୁ ନାରୀ ମାନେ ଚାହାନ୍ତି। ସେଇଟା ହଉଛି ସିନ୍ଦୁର। ଗୋଟେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ହଉଛି ଗୋଟେ ସ୍ଵାମୀର ଦୁଃଖ ବେଳେ ସ୍ତ୍ରୀ ଦୁଃଖୀ ହବା, ଆଉ ଗୋଟେ ସ୍ତ୍ରୀର ଦୁଃଖରେ ସ୍ଵାମୀ ଦୁଃଖୀ ହବା। ଆଉ ଏତିକି ଯେବେ ସ୍ଵାମୀ ସ୍ତ୍ରୀ ବୁଝିଗଲେ ନା, ତାଙ୍କ ଜୀବନଟା ବହୁତ ଖୁସିରେ କଟିଯାଏ। ଆରେ ତମ ବିନା ମୋ ଜୀବନଟା ନା ଅଧୁରା। ଆରେ ତମେ ଯଦି ମୋ ପାଖରେ ଅଛ, ମତେ ଯେତେ କଷ୍ଟ ଆସୁ ମତେ କିଛି ଜଣା ପଡିବନି। ମତେ କହିଲ, ମାତା ସୀତା ରାଣୀ ହେଇକି ରାଜମହଲକୁ ଆସିଥିଲେ ନା? ତାଙ୍କ ଭାଗ୍ୟରେ ଲେଖା ଥିଲା ରାଣୀ ହେଇକି ବି ବନକୁ ଗଲେ। କାହା ପାଇଁ? ତାଙ୍କ ସ୍ଵାମୀଙ୍କ ପାଇଁ। କାହିଁକି ନା ସେ ରାଜମହଲରେ ରହିବା ଅପେକ୍ଷା ତାଙ୍କ ସ୍ଵାମୀଙ୍କ ସାଙ୍ଗରେ ରହିବାକୁ ସେ ଭଲ ପାଇଲେ। ତମେ ଯଦି କଷ୍ଟ ପାଇବ, ତମ କଷ୍ଟରେ ଯଦି ମୁଁ ଭାଗି ନ ହେବି, ତାହେଲେ କି ହବ? ଭାଗ୍ୟଠୁ ବଡ ଆଉ କିଛି ନାହିଁ। ଆମ ଭାଗ୍ୟରେ ଯାହା ଲେଖା ଥିବ ଆମେ ସେଇଆ ଭୋଗିବା। ହଉ, ମୁଁ ଯାଉଛି ତମ ପାଇଁ ପାଣି ଆଣିବାକୁ।